ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବିକ୍ରମ ବେତାଳ କଥାରେ ଆଜିର ଗଳ୍ପ ମାଧବୀର ସାହସ। ରାଜା ବିକ୍ରମାଦିତ୍ୟ ଶବଟିକୁ କାନ୍ଧରେ ପକାଇ ସୁନସାନ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା, ରାଜନ୍, ତୁମର ଧୈର୍ଯ୍ୟ ସାହସର ତୁଳନା ନାହିଁ। କେତେକ ଲୋକ ଅଛନ୍ତି ଯେଉଁମାନେ ପର ପାଇଁ ଅସମ୍ଭବ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତି, ଆଉ ସେଥିପାଇଁ ବେଳେବେଳେ ବିପଦରେ ପଡ଼ିଯାଆନ୍ତି। ଆଜି ମୁଁ ମାଧବୀର କାହାଣୀ ଶୁଣେଇବି। ସିଏ ସେଇଭଳି ଜଣେ ସ୍ତ୍ରୀଲୋକ ଥିଲା। ମନ ଦେଇ ଶୁଣ, ପଥଶ୍ରମ ଲାଘବ ହେବ। ଅମ୍ବିକାପୁର ଗ୍ରାମର କାମିନୀ ସହିତ ବୀରବରର ବାହାଘର ହେଲା। ବୀର ଉତ୍ତମ ସ୍ୱଭାବର ହୋଇଥିଲେ କ'ଣ ହେବ, ତାର ମା ମଙ୍ଗଳା କଳିହୁଡ଼ି ଓ କଠୋର ମିଜାଜର ଥିଲେ। ସେ ତାଙ୍କ ବୋହୂ କାମିନୀକୁ ବହୁତ ନିର୍ଯାତନା ଦେଉଥିଲେ। କାମିନୀ ବାରମ୍ବାର ନିଜ ସ୍ୱାମୀ ବୀରକୁ ଅନୁରୋଧ କରେ, ଚାଲ ଆମେ ଘର ଛାଡ଼ି ଅନ୍ୟତ୍ର ରହିବା। କିନ୍ତୁ ବୀର ଏହି କଥାକୁ ପ୍ରତ୍ୟାଖ୍ୟାନ କରି କହେ, ମୋ ମା ବଞ୍ଚିଥିବା ଯାଏଁ ତାଠାରୁ ଅଲଗା ରହିବାର ପ୍ରଶ୍ନ ଉଠୁନାହିଁ। କାମିନୀ ଭାବିଲା, ଶାଶୁ ବଞ୍ଚିଥିବା ଯାଏଁ ତାର ସୁଖ ନାହିଁ। ଶାଶୁ ମରିଗଲେ ତାକୁ ଏଇ ଯାତନାରୁ ମୁକ୍ତି ମିଳିବ। ତେଣୁ ସେ ଶାଶୁଙ୍କ ପାଇଁ ରଖିଥିବା ଦୁଗ୍ଧରେ ବିଷ ମିଶାଇ ଦେଲା। କିନ୍ତୁ ଗୋଟିଏ ଭୁଲ ହୋଇଗଲା। ସେ ଅଜାଣତରେ ନିଜେ ସେଇ ଦୁଧ ପିଇଦେଲା ଓ ତାର ଆକସ୍ମିକ ମୃତ୍ୟୁ ଘଟିଲା। ଲୋକମାନେ ଭାବିଲେ, ଶାଶୁର ଅତ୍ୟାଚାର ସହି ନ ପାରି କାମିନୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ତାପରେ ମଙ୍ଗଳା ନିଜ ପୁତ୍ରର ଦ୍ୱିତୀୟ ବିବାହ କରିବାକୁ ସ୍ଥିର କଲା। ସେହି ଗ୍ରାମର ମାଧବୀ ନାମକ ଜଣେ ଗରିବ ଘରର ଝିଅକୁ ସେ ପସନ୍ଦ କଲା। ଏପରିକି ମାଧବୀର ପିତାମାତାଙ୍କୁ କଥା ଦେଲା ଯେ ବାହାଘରର ଯାହା ଖର୍ଚ୍ଚ ହେବ ସେ ସବୁ ନିଜେ ବହନ କରିବ। ଏହି କାରଣରୁ ମାଧବୀର ପିତାମାତା ମଧ୍ୟ ବୀର ସହିତ ନିଜ କନ୍ୟାର ବିବାହ କରିବାକୁ ରାଜି ହୋଇଗଲେ। ମାଧବୀ ଏହା ଜାଣିପାରିଲା ଓ ନିଜର ଭବିଷ୍ୟତ କଥା ଭାବି ଚିନ୍ତିତ ହୋଇପଡ଼ିଲା। ସେ ମାତା ଜଗଦମ୍ବାଙ୍କୁ ପ୍ରାର୍ଥନା କରି ନିଜର ଦୁଃଖ ଜଣାଇଲା ଓ ସାହାଯ୍ୟ ମାଗିଲା। ଦିନେ ମାଧବୀ ଗ୍ରାମର ଉପକଣ୍ଠରେ ଥିବା ମନ୍ଦିରକୁ ପୂଜା କରିବାକୁ ଆସିଥିଲା। ପୂଜା ସାରି ବାହାରକୁ ଆସିବା ପରେ ସେ ବରଗଛ ତଳେ ଜଣେ ଯୋଗିନୀଙ୍କୁ ବସିଥିବାର ଦେଖିଲା। ମାଧବୀ ଭାବିଲା, ସେ ହେଉଛନ୍ତି ମାତା ଜଗଦମ୍ବା, ଯାହାଙ୍କୁ ସେ ପ୍ରତିଦିନ ପୂଜା କରେ। ସେ ଯୋଗିନୀ ରୂପ ଧାରଣ କରି ତାକୁ ଦର୍ଶନ ଦେଇଛନ୍ତି। ସେ ତାଙ୍କ ନିକଟକୁ ଯାଇ ପ୍ରଣାମ କଲା ଓ ନିଜ ଦୁଃଖ ଜଣାଇଲା। ଯୋଗିନୀ ମାଧବୀକୁ ଆଶୀର୍ବାଦ କରି ବିଦା କଲେ ଓ ତାକୁ ସାହାଯ୍ୟ କରିବା ପାଇଁ ନିଜେ ଆଖି ବୁଜି ଧ୍ୟାନମଗ୍ନ ହେଲେ। ଏହି ସମୟରେ ସେ କାମିନୀର ଆତ୍ମାକୁ ଦେଖିପାରିଲେ। କାମିନୀର ଆତ୍ମା ମଙ୍ଗଳାର ଘର ଚାରିପଟେ ବୁଲୁଥିଲା। ସେ ପ୍ରେତାତ୍ମା କାମିନୀକୁ କହିଲେ, କର୍ମଫଳ ଆଧାରରେ କେତେକ ଆତ୍ମା ସ୍ୱର୍ଗକୁ ଓ କେତେକ ନର୍କକୁ ଯାଇଥାନ୍ତି, ଆଉ କେତେକ ପୂର୍ବଜନ୍ମ ଧାରଣ କରନ୍ତି। ତୁମେ ଏପରି ଏକ ଆତ୍ମା ଯାହାର ଇଚ୍ଛା ପୂରଣ ହୋଇନାହିଁ। ଏବେ ତୁମର ଓ ମନୁଷ୍ୟ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ। ତେଣୁ ତୁମେ ଭୂତପ୍ରେତଙ୍କ ଦୁନିଆକୁ ଚାଲିଯାଅ। ଯୋଗିନୀ କଠୋର ସ୍ୱରରେ ନିର୍ଦ୍ଦେଶ ଦେଲେ। ମୁଁ ଭୂତପ୍ରେତଙ୍କ ଦୁନିଆକୁ ଯିବି ନାହିଁ, ମନୁଷ୍ୟଙ୍କ ପାଖେ ରହିବି। ମୁଁ ମୋ ଶାଶୁଙ୍କୁ ଘରୁ ବାହାର ନ କଲା ଯାଏଁ ଶାନ୍ତିରେ ରହିପାରିବି ନାହିଁ। ଏଥିପାଇଁ ଯଦି କିଛି ଉପାୟ ତୁମକୁ ଜଣାଅଛି ତେବେ ମୋତେ ବତାଇ ଦିଅ। କାମିନୀ ଉତ୍ତର ଦେଲା, ତୁମର ଇଚ୍ଛା ପୂରଣ ପାଇଁ ମୁଁ ତୁମକୁ ମାନବ ରୂପ ପ୍ରଦାନ କରିବି ଓ ଏଥିସହିତ କିଛି ଅଦ୍ଭୁତ ଶକ୍ତି ମଧ୍ୟ ଦେବି। ତୁମେ ଯଦି ତାର ପ୍ରୟୋଗ ଭଲ କାମ ପାଇଁ କରିବ, ତେବେ ସେହି ପୁଣ୍ୟ ଫଳରେ ତୁମେ ତୁମ ଇଚ୍ଛା ମୁତାବକ ପୁନର୍ଜନ୍ମ ପ୍ରାପ୍ତ କରିବ। ମନୁଷ୍ୟକୁ କଷ୍ଟ ଦେଲେ ଓ ହଇରାଣ କଲେ ଏହି ଦୈବୀ ମନ୍ତ୍ର ତୁମକୁ କବଳିତ କରିବ। ତୁମର ସ୍ୱାଧୀନତା ଚାଲିଯିବ ଓ ଏକାକୀ ଗୋଟିଏ ସ୍ଥଳରେ ପଡ଼ି ରହି ନର୍କ ଯାତନା ଭୋଗ କରିବ। ଯୋଗିନୀ କହିଲେ, ମୋର ପତି ଯଦି ମୋତେ ନେଇ ପୃଥକ ପରିବାର ବସାଇବେ ନାହିଁ, ତେବେ ସେହି ସ୍ୱତନ୍ତ୍ରତା ଥାଇ ମୋର ଲାଭ କ'ଣ? ତେଣୁ ଦୈବୀ ଶକ୍ତି ପ୍ରକୋପରୁ ଭଗବାନଙ୍କ କ୍ରୋଧରୁ ମୁକୁଳିବା ପାଇଁ ମୋତେ ଉପାୟ ବତାଅ। କାମିନୀ ପଚାରିଲା, ଯଦି ତୁମେ ଦୃଢ଼ ଭାବରେ ବିଶ୍ୱାସ କରିବ ଭଗବାନ ବୋଲି କେହି ନାହାନ୍ତି, ତେବେ ତୁମର କିଛି କ୍ଷତି ଘଟିବ ନାହିଁ। କିନ୍ତୁ ଯଦି ଭଗବାନଙ୍କୁ ବିଶ୍ୱାସ କରିବ
ତେବେ ସେହିକ୍ଷଣି ତୁମକୁ ମନୁଷ୍ୟଙ୍କର ଦାସ ହୋଇ ରହିବାକୁ ପଡ଼ିବ। ଯୋଗିନୀ ଏଭଳି ଚେତାବନୀ ଶୁଣାଇ ସେହି ସ୍ଥାନ ପରିତ୍ୟାଗ କରି ଅନ୍ୟ ଏକ ଦେବୀପୀଠକୁ ଯାତ୍ରା କଲେ। କାମିନୀ ମାନବୀ ରୂପ ଧାରଣ କଲା ଓ ବଡ଼ ଉତ୍ସାହର ସହିତ ମଙ୍ଗଳାର ଘର ଆଡ଼କୁ ଗଲା। ସେଠାରେ ପହଞ୍ଚି କବାଟ ଖଟ୍ ଖଟ୍ କଲା। ମା ଓ ପୁଅ ତାକୁ ଦେଖି ଜାଣିପାରିଲେ କାମିନୀ ଭୂତୁଣୀ ହୋଇ ଆସିଛି। ସେମାନେ ଭୟରେ କମ୍ପି ଉଠିଲେ। କାମିନୀ ମଙ୍ଗଳାକୁ ଘର ବାହାରକୁ ଚାଲିଯିବାକୁ ହୁକୁମ ଦେଲା। ଭୂତୁଣୀ ସାମ୍ନାରେ ଠିଆ ହେବାରୁ ମଙ୍ଗଳାର ସାହସ ନଥିଲା। ସେ ଥରି ଥରି ଚୁପଚାପ ବାହାରକୁ ଚାଲିଗଲା। ତାପରେ କାମିନୀ ବୀରକୁ ଥରୁଥିବାର ଦେଖି କହିଲା, ତୁମର ଭୟ କରିବାର କିଛି କାରଣ ନାହିଁ। ଏବେ ମୋ ପାଖରେ ଅଦ୍ଭୁତ ଶକ୍ତି ଅଛି। ସେହି ଶକ୍ତି ବଳରେ ମୁଁ ତୁମକୁ ସବୁ ପ୍ରକାରର ଆନନ୍ଦ ଦେଇପାରିବି। ତୁମ ସହିତ ଏକାକୀ ପରିବାର ବସାଇବା ପାଇଁ ମୋର ଇଚ୍ଛା ଥିଲା, ତାହା ମଧ୍ୟ ପୂରଣ ହୋଇଯିବ। ବୀର ମଧ୍ୟ ଘରୁ ବାହାରି ଯିବାକୁ ଚାହୁଁ ନଥିଲା, ମାତ୍ର କାମିନୀ ଭୟରେ ସେଠାରେ ରହିଲା। ଏପଟେ ମଙ୍ଗଳା ଘରୁ ବିତାଡ଼ିତ ହୋଇ ଗ୍ରାମର ଏ ଘରକୁ ସେ ଘର ବୁଲିବାକୁ ଲାଗିଲା ଓ ତାର ପୁଅକୁ ଭୂତୁଣୀ କାମିନୀ କବଳରୁ ବଞ୍ଚାଇବାକୁ ଅନୁରୋଧ କଲା। ଏପରିକି ପୁଅ ଦ୍ୱିତୀୟ ଥର ବିବାହ କଲେ ବୋହୂକୁ ଭଲରେ ରଖିବାକୁ ପ୍ରତିଶ୍ରୁତି ମଧ୍ୟ ଦେଲା। ତାର ଗୁହାରି ଶୁଣି କେତେଜଣ ତା ଘରକୁ ଗଲେ, ମାତ୍ର କାମିନୀ ସେମାନଙ୍କ ଉପରେ ନିଜର ଅଦ୍ଭୁତ ଶକ୍ତି ପ୍ରୟୋଗ କରି ପଥର, ଟେକା, ବିଛା ଓ କୋଜକ ବର୍ଷା କରିବାରେ ଲାଗିଲା। ସେମାନେ ଜୀବନ ବିକଳରେ ପଳାଇ ଆସିଲେ। ସେମାନେ କାମିନୀ ଭୂତୁଣୀକୁ ଘଉଡ଼ାଇବା କାମ ତାନ୍ତ୍ରିକ ମାରିଚକୁ ଦେଲେ। ମାରିଚ ଲେମ୍ବୁପତ୍ର ଓ ଲେମ୍ବୁ ମଗାଇଲା ଓ ମନ୍ତ୍ରପାଠ କଲା। ଏହା ଦେଖି କାମିନୀ ବିକଟାଳ ହସି ହସି କହିଲା, ମୋର ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ। ତୋର ଏହି ମନ୍ତ୍ରଯନ୍ତ୍ର ମୋ ଉପରେ କିଛି ପ୍ରଭାବ ପକାଇବ ନାହିଁ। ଏପରି କହି ସେ ତାନ୍ତ୍ରିକକୁ ଉପରକୁ ଉଠାଇ ଘୁରାଇ ଘୁରାଇ ତଳେ କଚାଡ଼ି ଦେଲା। ବିଚରା ମରିଚର ଅଣ୍ଟା ଭାଙ୍ଗିଗଲା। ସେହିଦିନଠାରୁ କେହି ସେହି ଘର ପାଖକୁ ଗଲେ ନାହିଁ। ଏହି ଘଟଣାର କିଛି ଦିନ ପରେ ମାଧବୀ ସେଠାରେ ପହଞ୍ଚିଲା ଓ କାମିନୀ ଭୂତୁଣୀକୁ ସେହି ଘରୁ ତଡ଼ିବାକୁ ଆସିଛି ବୋଲି ଜଣାଇଲା। ସମସ୍ତେ ତାକୁ କହିଲେ, ଯେଉଁ କାମ କେହି କରିପାରିଲେ ନାହିଁ ସେପରି କାମ ପାଇଁ ଦୁଃସାହସ କରିବା ଠିକ୍ ନୁହେଁ। ଆଉ କେତେକ କହିଲେ, ମାଧବୀ ମଙ୍ଗଳାର ବୋହୂ ହେବା ଅପେକ୍ଷା ମରଣକୁ ବରଣ କରିବାକୁ ସ୍ଥିର କରିଛି, ତେଣୁ ନିଜ ଇଚ୍ଛାରେ ମରିବାକୁ ଏଠାକୁ ଆସିଛି। ମାଧବୀ କିନ୍ତୁ କାହା କଥା ଶୁଣିଲା ନାହିଁ। ମାଧବୀ ବୀର ଘରର ଦରଜା ଖଟ ଖଟ କଲା। କାମିନୀ ଦରଜା ଖୋଲି ପଚାରିଲା, ତୁମେ କିଏ? ଏଠାକୁ କାହିଁକି ଆସିଛ? ମୋର ନାମ ମାଧବୀ। ଏଇ ଘରେ ରହୁଥିବା ବୀର ମୋର ଭାବି ପତି। ବିବାହର ସମ୍ପର୍କରେ ତାଙ୍କ ସହିତ କଥା ହେବାକୁ ଆସିଛି। ମାଧବୀ କହିଲା, ବୀର ମୋର ପତି, ତାଙ୍କୁ ବିବାହ କରିବାକୁ କେହି ବି ସାହସ କରିବେ ନାହିଁ। ଯା, ଏଠୁ ପଳା। କାମିନୀ ଧମକ ଦେଲା। ମୁଁ ଏତିକି ଜାଣେ କାମିନୀର ମୃତ୍ୟୁ ଘଟିଛି, ତେଣୁ ମୁଁ ବୀରଙ୍କୁ ବିବାହ କରିବାକୁ ରାଜି କରାଇବାକୁ ଆସିଛି। ମାଧବୀ ଉତ୍ତର ଦେଲା। ଏହା ଶୁଣି କାମିନୀ ନିଜ କାହାଣୀ ଶୁଣାଇଲା ଓ କହିଲା, ମଙ୍ଗଳା ବଡ଼ କଳିହୁଡ଼ି। ବୀର ସବୁବେଳେ ମା କଥାରେ ପରିଚାଳିତ ହୁଏ। ସେ ଗୋଟାଏ ଅଯୋଗ୍ୟ ପତି। ମୁଁ ଗୋଟିଏ ଭୂତୁଣୀ ହୋଇଥିବାରୁ ଦି ଜଣ ଯାକଙ୍କୁ ମୋ କବ୍ଜାରେ ରଖିଛି। ତୁମେ ଜଣେ ସାଧାରଣ ସ୍ତ୍ରୀ, ତୁମେ ସେମାନଙ୍କୁ ପାରିବ ନାହିଁ। ଶାଶୁଙ୍କ ସହିତ ଚଳିବାକୁ ତୁମର ସାହସ ନଥିଲା, ତେଣୁ ତୁମେ ତାକୁ ମାରିଦେବାକୁ ଚାହୁଁଥିଲ। ଏହା ବଡ଼ ଭୁଲ କଥା। ମୁଁ ମାତା ଜଗଦମ୍ବାଙ୍କୁ ପ୍ରାର୍ଥନା କରୁଛି ଓ ତାଙ୍କ ଆଶୀର୍ବାଦରୁ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିଛି। ମାଧବୀ ଆତ୍ମବିଶ୍ୱାସର ସହିତ କହିଲା, ତୁମ ପୂଜା କାରଣରୁ ନୁହେଁ, ମୁଁ ଭୂତୁଣୀ ହୋଇ ତାଙ୍କୁ ଠିକ୍ କରିଦେଇଛି। ସେଥିପାଇଁ ଏତେ ପରିବର୍ତ୍ତନ ଲକ୍ଷ୍ୟ କରିପାରୁଛି। ମୁଁ ତୁମର କିଛି କ୍ଷତି କରିବି ନାହିଁ। ତୁମେ ଅନ୍ୟ କାହାକୁ ବିବାହ କରି ସୁଖରେ ରୁହ। କାମିନୀ ପରାମର୍ଶ ଦେଲା। ତୁମେ ମନୁଷ୍ୟ ନୁହେଁ, ତଥାପି ମଣିଷଙ୍କ ମେଳରେ ରହୁଛ କାହିଁକି? ଶାଶୁ ଓ ପତି ଯଦି ତୁମ ଯୋଗୁଁ ଭଲ ମଣିଷ ହୋଇଗଲେ, ତେବେ ଏହାର ପୁଣ୍ୟଫଳ ତୁମକୁ ମିଳିବ। ତୁମକୁ ପୁନର୍ଜନ୍ମ ମିଳିଛି। ଏହାଦ୍ୱାରା ଆମେ ଦୁହିଁଙ୍କର ମଙ୍ଗଳ ହେବ। ଏପରି କହି ମାଧବୀ ପ୍ରାର୍ଥନା କଲା। କାମିନୀ ହସି ହସି କହିଲା, ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିଁ। ଭଗବାନ ମୋର କିଛି ବି କ୍ଷତି କରିବେ ନାହିଁ। ଦେଖ, ମୁଁ ଏବେ ତୁମ ଅବସ୍ଥା କ'ଣ କରୁଛି। ଏପରି କହି କାମିନୀ ବାଳମୁକୁଳା କରି ବଡ଼ ବଡ଼ ଦାନ୍ତ ଦେଖାଇ ଭୟଙ୍କର ରୂପ ଧାରଣ କଲା। ମାଧବୀ ଟିକେ ବି ଭୟଭୀତ ହୋଇନଥିଲା। ଭଗବାନ ମୋ ସହିତ ଅଛନ୍ତି। ତୁମର ଏହି ଇନ୍ଦ୍ରଜାଲ ମୋ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ। ମୁଁ ଭୂତପ୍ରେତରେ ବିଶ୍ୱାସ କରେ ନାହିଁ। ଶେଷରେ କାମିନୀ କହିଲା, ତୁମେ ସତ କହୁଛ, ମନୁଷ୍ୟଙ୍କ ଭିତରେ ଭୂତୁଣୀଙ୍କର ସ୍ଥାନ ନାହିଁ। ତୁମେ ବୀରକୁ ବିବାହ କରି ସୁଖରେ ରୁହ। ମୁଁ ପୁନର୍ଜନ୍ମ ପ୍ରାପ୍ତ କରିବାକୁ ଯାଉଛି। ବେତାଳ ଏହି କାହାଣୀ ଶୁଣାଇବା ପରେ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, ରାଜନ୍, ଯେଉଁ ବୀରକୁ ବିବାହ କରିବାକୁ ମାଧବୀ ରାଜି ହେଉନଥିଲା, ତାକୁ ବିବାହ କରିବାକୁ ସେ ରାଜି ହେଲା କିପରି? ଗରିବ ବାପା ମାଙ୍କର
ମୁଣ୍ଡରୁ ବୋଝ ଖସାଇବାକୁ ସେ କ'ଣ ଏପରି ନିଷ୍ପତ୍ତି ନେଲା? ଏଥିପାଇଁ କ'ଣ ସେ ମନ ପରିବର୍ତ୍ତନ କଲା? କାମିନୀ ପ୍ରତିଶୋଧ ନେବା ପାଇଁ ଆସିଥିଲା। ହେଲେ ମାଧବୀ ଯେତେବେଳେ କହିଲା ସେ ଭୂତପ୍ରେତରେ ବିଶ୍ୱାସ କରେ ନାହିଁ, ସେତେବେଳେ କାମିନୀ ସେହି ସ୍ଥାନ ଛାଡ଼ି ଚାଲିଗଲା କାହିଁକି? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ମଙ୍ଗଳା ଜଣେ କଳିହୁଡ଼ି ସ୍ତ୍ରୀଲୋକ। ମାଧବୀ ତା'ର ଭୟାଳୁ ପତିର ସ୍ୱଭାବ ସମ୍ପର୍କରେ ଜାଣିଥିଲା। ତେଣୁ ସେ ପ୍ରଥମରୁ ବିବାହ ପାଇଁ ରାଜି ନଥିଲା। ତେବେ ବୀର ସହିତ ବିବାହ ହେବା ନିଶ୍ଚିନ୍ତ ଜାଣି ସେ ଭୟଭୀତ ହୋଇ ପଡ଼ିଥିଲା। ତେଣୁ ସେ ସେମାନଙ୍କର ସ୍ୱଭାବରେ ପରିବର୍ତ୍ତନ ଆଣିବା ପାଇଁ ଦେବୀମାତାଙ୍କୁ ପ୍ରାର୍ଥନା କରୁଥିଲା। ତା'ର ପ୍ରାର୍ଥନାର ଫଳରେ ସେମାନଙ୍କ ହୃଦୟରେ ପରିବର୍ତ୍ତନ ମଧ୍ୟ ଆସିଲା। କାମିନୀ ବୀରକୁ ସୁଖୀ କରିବାକୁ ସବୁ ପ୍ରକାର ପ୍ରଯତ୍ନ କରୁଥିଲା, କିନ୍ତୁ ସୁଖୀ ହୋଇପାରୁନଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ ଅଦ୍ଭୁତ ଶକ୍ତି ବଳରେ ମାନବ ସୁଖୀ ହୋଇପାରେ ନାହିଁ। ସୁଖୀ ଜୀବନ ବିତାଇବାକୁ ହେଲେ ମାନବ ଜନ୍ମ ଧାରଣ କରିବାକୁ ହିଁ ପଡ଼ିବ। ମାଧବୀର କଥା ଶୁଣି କାମିନୀର ମଧ୍ୟ ଆଶାର ସଞ୍ଚାର ହେଲା। ହୁଏତ ପୁନର୍ଜନ୍ମ ତାକୁ ମିଳିପାରେ। ମାଧବୀର ପୂଜା ପ୍ରାର୍ଥନା ଦ୍ୱାରା ପତି ଓ ଶାଶୁଙ୍କର ପରିବର୍ତ୍ତନ ଘଟିଲା। ଏହି ସତ୍ୟ ଜାଣିବା ପରେ ତା'ର ମଧ୍ୟ ପରିବର୍ତ୍ତନ ଘଟିଲା। ସେ ଯେତେବେଳେ ଜାଣିଲା ମାଧବୀର ଭୂତପ୍ରେତ ପ୍ରତି ବିଶ୍ୱାସ ନାହିଁ, ସେ ତା'ର କିଛି କ୍ଷତି କରିପାରିବା ସମ୍ଭବ ନଥିଲା। ତେଣୁ ସେ ସେଠାରୁ ଚାଲିଯିବାକୁ ସ୍ଥିର କଲା। ଏହିପରି ରାଜାଙ୍କର ମନ ଭଗ୍ନ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲିପଡ଼ିଲା।